ଆଜି ଆମେ କୈକେୟୀଙ୍କ ସ୍ୱୟଂବର ବିଷୟରେ ଜାଣିବା। ପ୍ରାଚୀନ ଭାରତର ଉତ୍ତର ପଶ୍ଚିମ ଦିଗରେ କେକେୟ ବୋଲି ଏକ ସମୃଦ୍ଧ ଏବଂ ବିଭବଶାଳୀ ରାଜ୍ୟ ଥିଲା। ରାଜ୍ୟର ରାଜା ମଧ୍ୟ କେକେୟ ନାମରେ ପରିଚିତ ଥିଲେ। ତାଙ୍କର ଅନ୍ୟ ନାମ ଥିଲା ଅଶ୍ୱପତି। ସେହି ରାଜ୍ୟର ରାଜଧାନୀ ଥିଲା ଅତି ସୁନ୍ଦର ଗିରିବ୍ରଜପୁର। ରାଜା ଅଶ୍ୱପତିଙ୍କର 7 ପୁତ୍ରଙ୍କ ମଧ୍ୟରେ ସର୍ବଗୁଣ ସମ୍ପନ୍ନା କୈକେୟୀ ଥିଲେ ଏକମାତ୍ର କନ୍ୟା। 7 ପୁତ୍ରଙ୍କ ମଧ୍ୟରେ ଏକମାତ୍ର କନ୍ୟା କୈକେୟୀ ବାଲ୍ୟକାଳରୁ ଖୁବ୍ ଅୟସରେ ବଢ଼ୁଥିଲେ। ତାଙ୍କ ଯମଜ ଭାଇ ଥିଲେ ଯୁଧଜିତ୍। କୈକେୟୀ ଯୁବାବସ୍ଥାରେ ପହଞ୍ଚିଲାରୁ ଦିନେ ରାଜା ଅଶ୍ୱପତିଙ୍କ ପାଟରାଣୀ କହିଲେ, ଝିଅ ଏବେ ବିବାହଯୋଗ୍ୟ ହେଲାଣି। ବିବାହଯୋଗ୍ୟା ଝିଅକୁ ଘରେ ରଖିବା ଅନୁଚିତ। ଆପଣ ଝିଅ ପାଇଁ ଉପଯୁକ୍ତ ପାତ୍ର ସନ୍ଧାନ କରନ୍ତୁ। ପାଟରାଣୀଙ୍କ କଥାରେ ରାଜାଙ୍କର ଚେତା ପଶିଲା। ସଙ୍ଗେ ସଙ୍ଗେ ସେ ମନ୍ତ୍ରୀଙ୍କୁ ଡକାଇ ନିର୍ଦ୍ଦେଶ ଦେଲେ, ତୁମେ ଶୀଘ୍ର କୈକେୟୀ ପାଇଁ ଏକ ଉପଯୁକ୍ତ ବର ସନ୍ଧାନ କର। ଚତୁର ମନ୍ତ୍ରୀ କହିଲେ, ବର ସନ୍ଧାନ କରାଯିବାର କି ଆବଶ୍ୟକତା ଅଛି? ଆପଣ କ୍ଷତ୍ରିୟୋଚିତ କନ୍ୟା ପାଇଁ ଏକ ସ୍ୱୟଂବର ସଭା ଆୟୋଜନ କରନ୍ତୁ। ଚାରମାନଙ୍କ ହାତରେ ଆମେ ଭାରତବର୍ଷର ସବୁ ଦେଶକୁ କୈକେୟୀଙ୍କ ଚିତ୍ରପଟ ପଠାଇ ରାଜପୁତ୍ର ଏବଂ ରାଜାମାନଙ୍କୁ ନିମନ୍ତ୍ରଣ ଜଣାଇବା। ଚିତ୍ରପଟ ଦେଖି ସବୁ ରାଜା ନିଶ୍ଚୟ ଆସିବେ। ଉପସ୍ଥିତ ସେହି ରାଜାଙ୍କ ମଧ୍ୟରୁ ରାଜଜେମା କୈକେୟୀ ତାର ମନୋମତ ସ୍ୱାମୀ ଚୟନ କରିନେବ। ମନ୍ତ୍ରୀଙ୍କ ପ୍ରସ୍ତାବରେ ଚାରମାନେ ଦ୍ରୁତଗାମୀ ଅଶ୍ୱମାନଙ୍କରେ ଯାଇ ଚିତ୍ରପଟ ସହ ବିଭିନ୍ନ ଦେଶର ରାଜାମାନଙ୍କୁ ନିମନ୍ତ୍ରଣ ଦେଲେ। କୈକେୟୀଙ୍କ ସ୍ୱୟଂବର ପାଇଁ ଆୟୋଜନ ଚାଲିଲା। ସ୍ୱୟଂବର ପାଇଁ ଗିରିବ୍ରଜରେ ଭବ୍ୟ ସାଜସଜ୍ଜାର ଆରମ୍ଭ ହେଲା। କ୍ରମେ ନିର୍ଦ୍ଦିଷ୍ଟ ଦିନ ଓ ତିଥି ଉପନୀତ ହେବାରୁ କେକେୟ ରାଜଧାନୀରେ ମଙ୍ଗଳବାଦ୍ୟ ବାଜିଉଠିଲା। ନାନା ଦେଶରୁ ଆସି ରାଜା ଓ ରାଜପୁତ୍ରଗଣ ପହଞ୍ଚିଲେ। ସମସ୍ତ ରାଜାମାନଙ୍କୁ ଯଥାମାନ୍ୟ କରି ପାତ୍ରମନ୍ତ୍ରୀମାନେ ଉପଯୁକ୍ତ ଆସନରେ ଉପବେଶନ କରାଇଲେ। ସ୍ୱୟଂବର ସଭା ଶେଷରେ ଯାଇ ପହଞ୍ଚିଲେ ସୂର୍ଯ୍ୟପରି ପ୍ରଭାବନ୍ତ ଅଯୋଧ୍ୟାରାଜନ ଦଶରଥ। ଉପସ୍ଥିତ ସମସ୍ତ ନରପତିମାନେ ରାଜା ଦଶରଥଙ୍କୁ ଦେଖି ଭାବିଲେ, ରାଜକୁମାରୀ ଏହାଙ୍କୁ ନିଶ୍ଚୟ ବରଣମାଳା ପିନ୍ଧାଇବେ। ସ୍ୱୟଂବର କାର୍ଯ୍ୟ ଆରମ୍ଭ ହେଲା। ନାନା ଅଳଙ୍କାର ଓ ମୂଲ୍ୟବାନ ବସ୍ତ୍ରରେ ଅଳଙ୍କୃତ କରି ସଖୀମାନେ କୈକେୟୀଙ୍କୁ ହାନ୍ଦୋଳରେ ବସାଇ ଆଣି ସଭାରେ ଉପସ୍ଥିତ କରାଇଲେ। ବରଣମାଳା ହାତରେ ଧରି କୈକେୟୀ ଯେତେବେଳେ ସଭା ମଧ୍ୟରେ ବୁଲିବାକୁ ଲାଗିଲେ, ସେତେବେଳେ ସବୁ ରାଜାମାନେ ତାଙ୍କୁ ଲୋଭାତୁର ହୋଇ ଦେଖିବାକୁ ଲାଗିଲେ। କେହି କେହି ଆଃ, ଇଏ ମୋ ଘରଣୀ ହୁଅନ୍ତା କି କହି ଦେବାଦେବୀଙ୍କୁ ମାନସିକ କରିବାକୁ ଲାଗିଲେ। କିନ୍ତୁ ଦଶରଥ ସଭାରେ ନୀରବ ନିଶ୍ଚଳ ଭାବେ ବସିଥାନ୍ତି। ସଖୀଗଣଙ୍କ ପରିବେଷ୍ଟିତା କୈକେୟୀ ସଲ୍ଲଜ ନୟନରେ ଉପସ୍ଥିତ ସବୁ ରାଜାମାନଙ୍କୁ ନିରୀକ୍ଷଣ କରି କରି ଯାଇ ଶେଷରେ ଦଶରଥଙ୍କ ନିକଟରେ ପହଞ୍ଚି ତାଙ୍କ ଗଳାରେ ବରଣମାଳା ଲମ୍ବାଇ ଦେଇ ପାଦତଳେ ପଡ଼ି କହିଲେ, ଆଜିଠାରୁ ହେଲ ତୁମ୍ଭେ ଦେବତା ମୋହର। ସେବା ଦାସୀପଣି ବନ୍ଧା ହେଲି ଶ୍ରୀପୟର। ଦାଶରଥ କୈକେୟୀଙ୍କୁ ତଳୁ ଉଠାଇ ନିଜ ଗଳାର ରତ୍ନହାର କାଢ଼ି ତାଙ୍କ ଗଳାରେ ଲମ୍ବାଇ ଦେଲେ। ସଭାରେ ଆନନ୍ଦର ଲହରୀ ଖେଳିଗଲା। ଈର୍ଷାଳୁ ରାଜାମାନେ ଦଶରଥଙ୍କ ତେଜରେ ନିଷ୍ପ୍ରମ ହୋଇ ଯେ ଯୁଆଡ଼େ ପାର ପଳାଇ ଗଲେ। କନ୍ୟା କୈକେୟୀ ଉପଯୁକ୍ତ ପତି ଲାଭ କରିଛି ଜାଣି ରାଜା ଅଶ୍ୱପତି ଆନନ୍ଦ ଅଧୀର ହୋଇପଡ଼ିଲେ। କେକେୟ ରାଜା ବର କନ୍ୟାଙ୍କୁ ଆନନ୍ଦରେ ନଗର ମଧ୍ୟକୁ ପାଛୋଟି ନେଲେ। ବିବାହ କାର୍ଯ୍ୟ ବୈଦିକ ରୀତିରେ ସମାହିତ ହେଲା। ରାଜା ଅଶ୍ୱପତି ବହୁ ଯାନି ଯୌତୁକ ଓ ମୂଲ୍ୟବାନ ଅଳଙ୍କାର ଉପଢୌକନ ଦେଇ ବରକନ୍ୟାକୁ ଅଶ୍ରୁମୁଖ ହୋଇ ବିଦାୟ ଦେଲେ। କୈକେୟୀଙ୍କୁ ଘେନି ଦଶରଥ ଅଯୋଧ୍ୟାକୁ ପ୍ରସ୍ଥାନ କଲେ। କେକେୟ ରାଜ ଦୁଲାଳୀଙ୍କୁ ଧରି ଦଶରଥ ଅଯୋଧ୍ୟାରେ ପହଞ୍ଚିଲାରୁ କୋଶଳପୁରୀ ଉତ୍ସବ ମୁଖର ହୋଇପଡ଼ିଲା। କେକେୟ କୁମାରୀ କୈକେୟୀଙ୍କ ସହ ଆସିଥିଲେ ଅତି କୁତ୍ସିତା ଦେହଲଗା ଦାସୀ ମନ୍ଥରା। ପିଲାଟି ଦିନରୁ କୈକେୟୀଙ୍କ ମା ପରି ପାଳିଥିଲେ ମନ୍ଥରା ଓ କୈକେୟୀ ତାଙ୍କୁ ମାତୃବତ୍ ମାନ୍ୟ କରୁଥିଲେ। କୌଣସି କାରଣରୁ କୈକେୟୀଙ୍କ ମା ତାଙ୍କ ପିତା ଅଶ୍ୱପତିଙ୍କ ଦ୍ୱାରା ନିର୍ବାସିତ ହୋଇଥିଲେ। ଶୈଶବ କାଳରୁ କୈକେୟୀ ମନ୍ଥରାଙ୍କ ଦ୍ୱାରା ପାଳିତା ହୋଇଥିଲେ। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।